ମୁଁ ପଞ୍ଚାନନ ସାହୁ ମା ତାରିଣୀ ମକର କମିଟିର ଜଣେ ବରିଷ୍ଠ ସଦସ୍ୟ। ଆମ ଏଇ ଗ୍ରାମରେ ଚାରିଗାଁ ଗ୍ରାମରେ 3 ଦିନ ଧରି ମକର ଉତ୍ସବ ପାଳନ କରାଯାଏ। ଆମ ଏଇ ଅନୁଷ୍ଠାନର ମକର ଉତ୍ସବ ପାଳିବା ମଧ୍ୟରେ ଆମର ଏକ ଲକ୍ଷ୍ୟ ରହିଛି ଯେ ପାରମ୍ପରିକ କଳା ସଂସ୍କୃତି ଭାଷା ଓଡ଼ିଆ ସଂସ୍କୃତି ଏସବୁକୁ ବଜାୟ ରଖିବା ଆମର ଗୋଟେ ପରମ୍ପରା ରହିଛି। ଆଉ ସେହି ଅନୁସାରେ ଆମେ 3 ଦିନ ଧରି ଆମ ମକର ଉତ୍ସବ ପାଳନ କରୁଛୁ। ପ୍ରଥମ ଦିନ 12 ତାରିଖ ଦିନ ଶାଳନ୍ତୀ ନଦୀରୁ 108 କଳସ ଆଣି ସାରା ଗ୍ରାମରେ ଅତି ଆନନ୍ଦଦାୟକ ଭାବରେ ଶୋଭାଯାତ୍ରା କରି ମଣ୍ଡପକୁ ଆମର ମା ତାରିଣୀ ମଣ୍ଡପକୁ ଅଣାଯାଇଥାଏ ଏବଂ ତା ପରଦିନ ଯଜ୍ଞ କାର୍ଯ୍ୟ ଚଣ୍ଡୀପାଠ ଏସବୁ ସକାଳୁ ପ୍ରାୟ 10ଟା ଠାରୁ 5ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରହେ। 5ଟା ପରେ ଆମର ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ 8ଟା ବେଳେ ହେଇଥିଲା। ତା ପୂର୍ବରୁ ଆମର ମାନେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ 2 ଜଣ ଆସିଥିଲେ ପ୍ରବଚକ, ଯିଏକି ଦେବେନ୍ଦ୍ର ପଣ୍ଡା ମହୋଦୟ ଏବଂ ଚିତ୍ତରଞ୍ଜନ ନାୟକ ମହୋଦୟ। ସିଏ ପ୍ରବଚନ ଦେଇ ଲୋକମାନଙ୍କୁ ଆଧ୍ୟାତ୍ମିକ ବାଣୀ ଶୁଣାଇଥିଲେ। ବିଭିନ୍ନ ପୌରାଣିକ ବିଷୟରେ ମଧ୍ୟ ଦିବ୍ୟ ଜ୍ଞାନ ପ୍ରଦାନ କରିଥିଲେ। ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମର କେବଳ ଓଡ଼ିଶାର କଳା ସଂସ୍କୃତି ଉପରେ ଏହିସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ହେଇଥିଲା, ଯେଉଁଟାକି ଓଡ଼ିଶୀ ଲୋକନୃତ୍ୟ ସମ୍ବଲପୁରୀ ନୃତ୍ୟ। ୟା ଉପରେ ଗୋଟେ ପ୍ରତିଯୋଗିତା ମଧ୍ୟ ଆମେ କରୁଥିଲୁ। ଆମ ବିଭିନ୍ନ ବିଦ୍ୟାଳୟର ବଛା ବଛା ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିଲା ଏବଂ ବିଜୟ ଦଳକୁ ଆମେ ମଧ୍ୟ ସେଦିନ ପୁରସ୍କୃତ କରିଥିଲୁ। ତାପର ଦିନ ଶେଷ ଦିନ ଯେଉଁଦିନ ମକର ସଂକ୍ରାନ୍ତି, ସେହିଦିନ ଆମର ଏକ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା। ଆଉ ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଆମ ଆଗାରପଡ଼ା ଥାନା IIC ତାଙ୍କ ଦିଦି ସେ କ'ଣ କରିଥିଲେ ନା ଆମ ଏକୁ ଉଦ୍ଘାଟନ କରିଥିଲେ। ଆଉ ଉଦ୍ଘାଟନ କରି ଯେ ଅନୁଷ୍ଠାନର ମୂଳ ଲକ୍ଷ୍ୟ ଓଡ଼ିଶାର ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ବୋଲି ସମସ୍ତଙ୍କୁ କହିଥିଲେ। ତା ଛଡ଼ା ବିଭିନ୍ନ ସବୁ ଖେଳାଳିମାନେ ଆସିଥିଲେ। ସେ ଖେଳାଳିମାନଙ୍କୁ କରମର୍ଦ୍ଦନ କରି ଶୃଙ୍ଖଳିତ ଭାବରେ ଖେଳିବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ। ଏବଂ ସେହି ଖେଳ ପରେ ପରେ ପ୍ରାୟ 5ଟା ଠାରୁ ଆମର ପୁଣି ଥରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଉ ସେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଦ୍ରକ ସିଟି ଡ୍ୟାନ୍ସ ତରଫରୁ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା, ଛୁଆମାନେ ଛୋଟ ଛୋଟ ଛୁଆମାନେ ସେଥିରେ ଆସିଥିଲେ, ଯେଉଁଟାକି ଆମ ଓଡ଼ିଶାର ପାରମ୍ପରିକ ନୃତ୍ୟ କଳା ସମ୍ବଲପୁରୀ ନୃତ୍ୟ ଛଉ ନୃତ୍ୟ ଏହିସବୁ ପ୍ରଦର୍ଶନ କରି ଲୋକମାନଙ୍କୁ ବହୁ ଉତ୍ସାହିତ କରିଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ଏଠି ଉପସ୍ଥିତ ରହି ଏ ଉତ୍ସବକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ। ଏହି ହେଉଛି ଏହି ମକର ମା ତାରିଣୀଙ୍କର ମକର ଉତ୍ସବ। ମା ତାରିଣୀଙ୍କ ପୀଠରେ ଏଇଟା ଆମର ପ୍ରତିବର୍ଷ ପାଳନ କରାଯାଏ। ପ୍ରାୟ 9 ବର୍ଷ ଧରି ଏହି ପ୍ରକାର ବାର୍ଷିକ ଉତ୍ସବ ପାଳନ କରାଯାଉଛି। ତା ପୂର୍ବରୁ ଯଦିଓ ହେଉଥିଲା, କିନ୍ତୁ ଆମର 9 ବର୍ଷ ଧରି ଏଇ ଯେଉଁ ମନ୍ଦିର ହେବା ଦିନଠାରୁ ଏଠାରେ ବାର୍ଷିକ ଉତ୍ସବ ପାଳନ କରାଯାଉଛି।